ଢେଙ୍କାନାଳରୁ ଲଣ୍ଡନ ଓ ଆୟର୍ଲାଣ୍ଡକୁ ଗଲା 1 ଟନ୍ 6 କୁଇଣ୍ଟାଲ ଅମୃତଭଣ୍ଡା। ବିଦେଶରେ ଢେଙ୍କାନାଳର ସୁସ୍ୱାଦୁ ଅମୃତଭଣ୍ଡାର ଚାହିଦାରେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରଦେଶରୁ ବିଦେଶକୁ ଗଲା ଅମୃତଭଣ୍ଡା। ପ୍ରଥମ ଥର ପାଇଁ ଢେଙ୍କାନାଳରୁ ଲଣ୍ଡନ ଓ ଆୟର୍ଲାଣ୍ଡକୁ ରପ୍ତାନି ହୋଇଛି 1 ଟନ୍ 7 କୁଇଣ୍ଟାଲ ଅମୃତଭଣ୍ଡା। ଢେଙ୍କାନାଳର ଆମ୍ବ ପରେ ଏବେ ସୁଆଦିଆ ଅମୃତଭଣ୍ଡାର ଚାହିଦା ବିଦେଶରେ ବଢ଼ିବାରେ ଲାଗିଛି। ଏଭଳି ହେବା ଦ୍ୱାରା ମହିଳା କୃଷକ ସଶକ୍ତିକରଣ ଦିଗରେ ସହାୟକ ହେବ ବୋଲି କହିବା ସହ କେନ୍ଦ୍ର କୃଷି ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଢେଙ୍କାନାଳର ଅମୃତଭଣ୍ଡା ଯେତିକି ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଆବଶ୍ୟକ। ଖାସ୍ ସେଇଥିପାଇଁ ଢେଙ୍କାନାଳର ଏହି ଅମୃତଭଣ୍ଡା ଏବେ ଲଣ୍ଡନ ସହ ଆୟର୍ଲାଣ୍ଡକୁ ରପ୍ତାନି କରାଯାଇଛି। ଅର୍ଥାତ୍ ବିଦେଶ ମାଟିରେ ଆମ ପ୍ରଦେଶର ଅମୃତଭଣ୍ଡାର ଚାହିଦା ଏବେ ବଢ଼ିବାରେ ଲାଗିଛି। ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତର ମାଝିସାହି, କଙ୍କଡ଼ାହାଡ଼ ପଞ୍ଚାୟତର ସାରିଆ ଓ ଓଡ଼ପଡ଼ା ବ୍ଲକ ଝୁଣ୍ଟୁଝରି ପଞ୍ଚାୟତର ଉଅଁରନାଳି ଗାଁରୁ ପ୍ରାୟ 1 ଟନ୍ ଅମୃତଭଣ୍ଡା ରପ୍ତାନି କରାଯାଇଛି। ଏଗ୍ରିକଲଚର ଆଣ୍ଡ ପୋଷ୍ଟପେଡ୍ ଫୁଡ୍ ପ୍ରଡକ୍ଟ ଏକ୍ସପୋର୍ଟ ଡେଭଲପମେଣ୍ଟ ଅଥରିଟି ମାଧ୍ୟମରେ ଢେଙ୍କାନାଳର ଏହିସବୁ ଅମୃତଭଣ୍ଡାକୁ ବିଦେଶକୁ ରପ୍ତାନି କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ବିଶେଷ କରି ସବୁ ଅମୃତଭଣ୍ଡାକୁ ଚାଷ କରିଥାନ୍ତି। ଆଉ ଏହି ଅମୃତଭଣ୍ଡା ସବୁ ବିଦେଶକୁ ରପ୍ତାନି ହେବା ଦ୍ୱାରା କୃଷକ ମହିଳାମାନେ ବେଶ 2 ପଇସା ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି। ଠିକ୍ ସେହିଭଳି ଓଡ଼ପଡ଼ା ବ୍ଲକ ମଦନମୋହନ କୋଅପରେଟିଭ୍ ସୋସାଇଟି ମାଧ୍ୟମରେ ଆପେଡ଼ା ସହାୟତାରେ ମଧ୍ୟ ଦେଶୀ ଅମୃତଭଣ୍ଡା ରପ୍ତାନି କରାଯାଉଛି। ଏଠାରେ ମଧ୍ୟ ପ୍ରଥମ ଥର ପାଇଁ ଆୟର୍ଲାଣ୍ଡର ଡବ୍ଲିନ୍ ସହରକୁ 7 କୁଇଣ୍ଟାଲ ଅମୃତଭଣ୍ଡା ରପ୍ତାନି କରାଯାଇଛି। ଏହି ଅମୃତଭଣ୍ଡା ସବୁ ଯତ୍ନର ସହ ତୋଳାଯିବା ପରେ ସ୍ୱତନ୍ତ୍ର ଭାବେ ପ୍ୟାକିଂ କରାଯାଇ ପଠାଯାଇଛି ବୋଲି କହିଛନ୍ତି ଚାଷୀ। ଖୁବ୍ ଶୀଘ୍ର ପୁଣି ଲଣ୍ଡନ ଓ ଆୟର୍ଲାଣ୍ଡକୁ ଆହୁରି ଅମୃତଭଣ୍ଡା ରପ୍ତାନି ପାଇଁ ଅର୍ଡ଼ର ଆସିଥିବା ଜଣାପଡ଼ିଛି, ଯାହାକୁ ନେଇ ଜିଲ୍ଲାର ଅମୃତଭଣ୍ଡା ଚାଷ କରୁଥିବା ଚାଷୀଙ୍କ ଭିତରେ ବେଶ୍ ଉତ୍ସାହ ଦେଖାଯାଉଛି। ବିଦେଶକୁ ଏଭଳି ରପ୍ତାନି ହେବା ଦ୍ୱାରା ଜିଲ୍ଲାର ଚାଷୀମାନେ ପ୍ରୋତ୍ସାହିତ ବି ହେଉଛନ୍ତି। ଏପଟେ ଏଭଳି ପଦକ୍ଷେପ ଚାଷୀ ଦ୍ୱାରା ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବା ସହ ସେମାନେ ଅଧିକରୁ ଅଧିକ ଉତ୍ପାଦନ ପାଇଁ ମନ ବଳାଇବେ ବୋଲି ଜିଲ୍ଲା ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, A1 ଓଡ଼ିଶା।